आज आम जो डिस्कस करिया टैग डी डिस्कस करिया टैग डी कोन होची ऑडिट सुपरवाइजिंग ऑफिसर ମୁଁ ବାଙ୍କି ସବ୍ ଡିଭିଜନର ଆସିଷ୍ଟାଣ୍ଟ ସିଭିଲ୍ ସପ୍ଲାଇ ଅଫିସର। ଆଜି ଆମର ମଣ୍ଡି ନୋଡାଲ ଅଫିସର ଏବଂ ମଣ୍ଡି ସୁପରଭାଇଜର ଅଫିସର ମାନଙ୍କର ଥାର୍ଡ ରାଉଣ୍ଡ ଟ୍ରେନିଂ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଏ ଧାନର ଏଫଏକ୍ୟୁ ମାନ ଅନ୍ୟାନ୍ୟ ଧାନ ସଂଗ୍ରହ କେଏମଏସ୍ 2024-25 ବର୍ଷର ଆମର ଗାଁ ୱାରି ଏ ଧାନର ମାନ ବିଷୟରେ ଆୱାରନେସ୍ ପ୍ରୋଗ୍ରାମ ଅନୁଷ୍ଠିତ ଅଲରେଡି ହେଇସାରିଛି। ଆଜି ଆମର ଥାର୍ଡ ରାଉଣ୍ଡ ଟ୍ରେନିଂ ପ୍ରୋଗ୍ରାମ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଟ୍ରେନିଂ ପ୍ରୋଗ୍ରାମରେ ଗ୍ରେନ୍ ଆନାଲାଇଜର ବ୍ୟବହାର କେମିତି ହୁଏ ସେ ବାବଦରେ ଟ୍ରେନିଂ ଟିକେ ଦିଆଯିବ ଆମ ମଣ୍ଡି ନୋଡାଲ ଅଫିସର ସୁପରଭାଇଜର ଅଫିସର ମାନଙ୍କୁ। ଜଷ୍ଟ ଆଜି ଗୋଟେ ଦିନ ମୁଁ ଏଆରସିଏସ୍ ବାଙ୍କି ସୁରେନ୍ଦ୍ର କୁମାର ଜେନା। ଆଜିର ଆମର ଅଛି ଟ୍ରେନିଂ ପ୍ରୋଗ୍ରାମ ନୋଡାଲ ଅଫିସର ଏବଂ ସୁପରଭାଇଜିଂ ଅଫିସର ତା ସହିତ ଆମର ସୋସାଇଟି ସମ୍ପାଦକ ମାନଙ୍କର ଏଫଏକ୍ୟୁ ମାନ ଉପରେ ଆମର ଟ୍ରେନିଂ ପ୍ରୋଗ୍ରାମ ଅଛି। କାର୍ଯ୍ୟକ୍ରମ ଆମର ମେସିନରେ ମାନେ ଆସିଛି ଆମର ମେସିନ୍ ଆସିଛି ମାନେ କେମିତି ଏଫଏକ୍ୟୁ ଧାନ ହଉଛି କ୍ୱାଲିଟିଟା ଆମର ଚାଷୀ ମାନଙ୍କୁ କେମିତି ଦେଖାହବ ସେଥିପାଇଁ ନୋଡାଲ ଅଫିସର ଏବଂ ସୁପରଭାଇଜିଂ ଅଫିସର ସେକ୍ରେଟାରୀ ମାନଙ୍କୁ ଟ୍ରେନିଂ ଦିଆହଉଛି। ସେମାନେ ଚାଷୀଙ୍କୁ ସେଇଟା କ୍ୱାଲିଟି କିଭଳିଆ ହଉଛି ଦେଖେଇବେ ଆଉ ଏଇ ହିସାବରେ କିଣିବେ। ସେକ୍ରେଟାରୀ ମାନଙ୍କ ପାଖରେ କିଛି ନାହିଁ, ନୋଡାଲ ଅଫିସର ମାନଙ୍କ ଦାୟିତ୍ୱ ହଉଛି କିଣିବା ପାଇଁ, ସେମାନଙ୍କୁ ସେଥିପାଇଁ ଟ୍ରେନିଂ ଦିଆହଉଛି। ତା ସହିତ ସୁପରଭାଇଜିଂ ଅଫିସର ଯଦି ଅସୁବିଧା ହେଲା ସୁପରଭାଇଜିଂ ଅଫିସର ଅଛନ୍ତି, ସେକ୍ରେଟାରୀ ମାନେ ରହିଲେ ନୋଡାଲ ଅଫିସରଙ୍କୁ ସହାୟତା କରିବେ।